ହଁ ନିଜର ନିଜର ନାମ ପରିଚୟ ଏବଂ ଗାଁ କହିବେ। मैं हूँ सुरबाले मैं हूँ सुरबाले बंडरा मैं कापिले आरो भाउजको देଇ दिଅନ୍ତୁ। ମୋ ନାଁ ହେଉଛି ଲକ୍ଷ୍ମୀ ଟୁଡୁ, ଗ୍ରାମ ହେଉଛି କପଲି। ଯେତେ ବି ଭାଇ ଭଉଣୀ ଭାଉଜ ବା ବୋହୂମାନେ ଯେତେ ବି ଆସିଛନ୍ତି ସମସ୍ତଙ୍କୁ ମୋର ନମସ୍କାର। ଆପଣମାନେ ଭାବୁଥିବେ ହଠାତ୍ରେ କେମିତି ଗୋଟେ ଟୋକନ ଦେଇକରି ସମସ୍ତଙ୍କୁ ଆମମାନଙ୍କୁ ଡାକିଲେ ହେଲା ମିଟିଂକୁ ଆସିବାର ଜରୁରୀ ଏଥିପାଇଁ ପଡ଼ିଲା ଯେ ଆମେ ସମସ୍ତେ ଆଜି ଯେଉଁ ବିଷୟବସ୍ତୁ ନେଇକରି ମୁଁ ସମସ୍ତଙ୍କୁ ଡାକିଛି ଏ ବିଷୟରେ ଜାଣିବା ବିଶେଷ କରି ସ୍ତ୍ରୀ ଲୋକମାନେ ନିତାନ୍ତ ଆବଶ୍ୟକ। ମୁଁ ଜାଣିଛି ପରିବାରରେ ସ୍ତ୍ରୀ ଲୋକମାନେ ସବୁଠୁ ଦାୟିତ୍ୱବାନ, କାହିଁକି ପୁଅ ପିଲାମାନେ ସେତିକି ଦାୟିତ୍ୱ ନାହିଁ ଯେତିକି ସ୍ତ୍ରୀ ଲୋକର ମାଆର ଯେତିକି ଦାୟିତ୍ୱ ଅଛି ପୁଅମାନଙ୍କର ଦାୟିତ୍ୱ ସେତିକି ନାହିଁ। ଯାହା ମୋର 40, 45, 50 ବର୍ଷ ବୟସରେ ଯେତିକି ମୋର ଅନୁଭବ ଯେ ଗୋଟେ ପରିବାରକୁ ଚଳେଇବା ପାଇଁ ଗୋଟେ ସ୍ତ୍ରୀ ଲୋକର କେତେ ଦୂରିଆ ପର୍ଯ୍ୟନ୍ତ ହାତ ରହୁଛି। ତ ଗୋଟେ ସ୍ତ୍ରୀ ଲୋକ ଯଦି ନ ରହିଲେ ସେ ପରିବାରରେ ଅସୁବିଧା କିସ, ପରିବାର କେମିତି ଚାଲିବ, ସେଟା ପ୍ରତ୍ୟେକ ବିବାହିତା ବା ଯେଉଁ ଫ୍ୟାମିଲିରେ ମୁଖ୍ୟ ଲୋକ ରହିଛନ୍ତି ଯେତେ ବି ସେମାନେ ସମସ୍ତେ ଦୁନିଆର ସମସ୍ତେ ସବୁ ଲୋକ ଜାଣିଛନ୍ତି। ତ ଆପଣମାନେ ଯଦି ଆଜି ଏ ବିଷୟରେ ପୁଙ୍ଖାନୁପୁଙ୍ଖନି ଭାବରେ ଯଦି ନଲେଜେବଲ୍ ହେଇଯିବେ ମାନେ ଜାନକାରୀ ହାସିଲ କରିବେ, ମୁଁ ଆଶା କରୁଛି ସମସ୍ତଙ୍କର ବହୁତ ମଙ୍ଗଳ ହେବ। ତେଣୁ ଆପଣମାନଙ୍କୁ ବହୁତ ଏମର୍ଜେନ୍ସି ଆର୍ଜେଣ୍ଟ ସ୍ୱଳ୍ପ ସମୟ ଭିତରେ ଆପଣମାନଙ୍କୁ ଇନଭାଇଟେସନ୍ କରିକି ମୁଁ ଡାକିଛି। ଆଜି ଆମର ସେମିତି କିଛି ନାହିଁ ଯେ ଆମେ ବହୁତ କିଛି କ'ଣ ଖାଲି ସୁନା ଗହଣା କି କେଉଁ ଜିନିଷ ସେମିତି ମିଳିବ, ସେମିତି କିଛି ନାହିଁ। ସାମାଜିକ ସହାୟତା କହିଲେ ଯେ ନିର୍ମାଣ ଶ୍ରମିକ ରୂପରେ ଦୁଇଟା ଜିନିଷ ଅଛି, ନିର୍ମାଣ ଶ୍ରମିକ ଏବଂ ଗୋଟେ ହେଉଛି ଅଣନିର୍ମାଣ ଶ୍ରମିକ। ଯେଉଁମାନେ ବି ଏଇ ଅନ୍ତର୍ଗତରେ ଆସିଛନ୍ତି ସେଟା ସରକାର କହୁଛି ବିଲୋ ଦ ପଭର୍ଟି ଲାଇନ୍, ମାନେ ଯେଉଁମାନେ ଗରିବ ଶ୍ରେଣୀରୁ ତଳକୁ ଅଛନ୍ତି ସେଇ ଲୋକମାନଙ୍କ ପାଇଁ ସରକାର ଗୋଟେ ଏତେ ବଡ଼ ଗୋଟେ ସାହାଯ୍ୟ ଦେଉଛନ୍ତି। ସେଇ ସାହାଯ୍ୟ ସେମାନଙ୍କୁ ଦେଉଛନ୍ତି ସେମାନେ ଯେଉଁମାନେ ନିର୍ମାଣ ଶ୍ରମିକ ଅନ୍ତର୍ଗତରେ ଆସୁଛନ୍ତି। ତ ସେମାନେ କେଉଁମାନେ ନିର୍ମାଣ ଶ୍ରମିକ ଅନ୍ତର୍ଗତରେ ଆସୁଛନ୍ତି ସେଇଟା ଆପଣମାନେ ପ୍ରଥମେ ଜାଣନ୍ତୁ। ସାର୍ ଆସିବା ପୂର୍ବରୁ ମୁଁ ସେଇ ଜିନିଷକୁ କହୁଛି, ଆଉ ସାର୍ ଆସିଲେ ବେନିଫିଟ୍ ବିଷୟରେ ଆପଣମାନଙ୍କୁ ସର୍ଟକଟ୍ରେ ବୁଝେଇବେ। ତ ନିର୍ମାଣ ଶ୍ରମିକ କେଉଁମାନେ? ଶ୍ରମିକ କହିଲେ ସାଧାରଣତଃ ଆମେ କୃଷକ ଭାଇମାନଙ୍କୁ ଆମେ ବୁଝୁ, ଯେଉଁମାନେ ଚାଷ ମୂଲିଆ ମଜଦୁରୀ କରୁଛନ୍ତି ସେମାନଙ୍କୁ ଆମେ ଶ୍ରମିକ କହୁଛୁ। ଯେଉଁମାନଙ୍କର 100 ଦିନିଆ ଜବ୍ କାର୍ଡ ଅଛି, କେଉଁମାନେ ସେ ବେନିଫିଟ୍ ପାଇବେ ସେଇ ବିଷୟରେ ମୁଁ କହୁଛି। ଯଦି ଆପଣମାନଙ୍କର ଅଛି ସେ ସବୁ ଜିନିଷ ତାହେଲେ ବେନିଫିଟ୍ ପାଇବେ, ଯଦି ସେ ସବୁ ଜିନିଷ ନାହିଁ ତାହେଲେ ସେଇ ସବୁ ଜିନିଷ କରିବେ, ସେଟା କରି ହେବ, ସେଟା କରିବେ, କଲେ ଏଇସବୁ ବେନିଫିଟ୍ ପାଇବେ। ପ୍ରଥମ ଜିନିଷ ହେଲା ଯେଉଁମାନଙ୍କର ଜବ୍ କାର୍ଡ ଅଛି, 100 ଦିନିଆ ଜବ୍ କାର୍ଡ। 100 ଦିନିଆ ଜବ୍ କାର୍ଡ ଏଇ ଭିତରେ କାହାର ଅଛି ହାତ ଉଠେଇଲେ ଟିକେ। ଯେଉଁମାନଙ୍କର ଜବ୍ କାର୍ଡ ଅଛି ସେମାନେ এই ବେନିଫିଟ୍ ପାଇବେ, ଆଉ ଯେଉଁମାନଙ୍କର ଜବ୍ କାର୍ଡ ନାହିଁ ତାହେଲେ ଜବ୍ କାର୍ଡ ଆପଣମାନେ ବନାନ୍ତୁ, ଜବ୍ କାର୍ଡ ବନି ଯାଉଛି। 2 ନମ୍ବର ହେଉଛି ରେସନ କାର୍ଡ। ଯାହାର ରେସନ କାର୍ଡ ଅଛି, ଆଧାର କାର୍ଡ ଅଛି,
ସେଇମାନେ ଏଇ ବେନିଫିଟ୍ ପାଇବେ। ସେ ସାମ୍ନାରେ ଟିକେ କଷ୍ଟ କରି ବ୍ୟାନର ନେବା ସେପଟେ ଛିଡ଼ା ହେବା ଧାଡ଼ି କରି ନା ସେଇ ସାମ୍ନାରେ କୋଉଠି ଟିକେ ଫଟୋ ଏଇଠି